ବର୍ଷା ପାଗରେ ଗରମା ଗରମ ଚାହା ସହିତ କିଛି କୁଡ଼ୁମୁଡ଼ିଆ ସ୍ନାକ୍ସ ଖାଇବାକୁ ଚାହୁଁଛନ୍ତି କି? ତାହେଲେ ଚାଲନ୍ତୁ ଆଜି ବନେଇବା। କିଛି ମୁଁ ନେଇଯାଇଛି ରିଫାଇନ୍ ତେଲ। ତେଲ ଗରମ ହେଇସାରିଲା ପରେ ଦେଇଦେବା ବାଦାମ ଗୁଡ଼ିକୁ ଭଲ ଭାବେ ଏଠି ଭାଜି ନେବା। ଭାଜି ସାରିବା ପରେ ଗୋଟେ ପ୍ଲେଟ୍କୁ କାଢ଼ିଦେବା। ଏବେ ଦେଇଦେବା 2ଟି କଞ୍ଚାଲଙ୍କାକୁ ଟିକେ କାଟିକି ନେବେ। ଏବେ ଦେଇଦେବା ଛେଚିକି ରଖିଥିବା ରସୁଣ ଦେଇସାରିଲା ପରେ ଏବେ ଦେଇଦେବା ଭୃଷଙ୍ଗ ପତ୍ର। ସବୁଗୁଡ଼ିକୁ ଆମେ ଭଲ ଭାବରେ ଭାଜି ନେବା। ଏବେ ୟାକୁ ଗୋଟେ ପ୍ଲେଟ୍କୁ କାଢ଼ିଦେବା। ଏବେ ଦେଇଦେବା କଳା ଜିରା, ସୋରିଷ, ଜିରା ଭାଜି ଦେଇ ସାରିଲା ପରେ ଟିକେ ତା ଦେହରେ ଦେଇଦେବା ହିଙ୍ଗୁକୁ ଟିକେ ଭାଜି ସାରିଲା ପରେ ସେଥିରେ ଦେଇଦେବା ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଗରମ ମସଲା, ଧନିଆ ଗୁଣ୍ଡ ଏବଂ କଳା ଲୁଣ ଦେଇ ସାରିବା ପରେ ମୁଢ଼ିକୁ ଦେଇଦେବା। ଭାଜିକି ରଖିଥିବା ଆମର ବାଦାମ, ଭୃଷଙ୍ଗ ପତ୍ର, ରସୁଣ, କଞ୍ଚାଲଙ୍କା ସବୁଗୁଡ଼ିକୁ ଦେଇକି ଭଲ ଭାବରେ ମିଶାଇ ନେବା। ଏବେ ଦେଇଦେବା ଚାଟ୍ ମସଲା ଭଲ ଭାବରେ ମିଶାଇ ନେବା। ମିଶାଇ ସାରିଲା ପରେ ଏଇଠି ଦେଖନ୍ତୁ ଆମର କୁଡ଼ୁମୁଡ଼ିଆ ସ୍ନାକ୍ସ ରେଡ଼ି ହେଇଗଲା। ଏବେ ଆପଣମାନେ ଗରମା ଗରମ ଚାହା ସହିତ ବର୍ଷା ପାଗର ମଜା ନିଅନ୍ତୁ। ଆଜି ପାଇଁ ରହୁଛି।